ଦେଖିପାରୁଥିବେ ସିଙ୍ଗଡ଼ା ଅଛି, ଚପ୍ ଅଛି, ପିଆଜି ଅଛି, ବରା ଅଛି, ଆଉ ଗୋଟେ ଜିଲପି ଅଛି। ଜୟ ଜଗନ୍ନାଥ ସାଙ୍ଗମାନେ, ସ୍ୱାଗତ କରୁଛି ମୋର ଆଉ ଏକ ନ୍ୟୁ ବ୍ଲଗକୁ। ତ ଭାଇ ସମସ୍ତଙ୍କୁ ଶୁଭ ସକାଳ ଭାଇ। ତ ସବୁଦିନ କାପରେ ଆଜି ସକାଳୁ ଉଠି ପଡ଼ୁଛି ମୁଁ। ତ ଏଇଠି ସବୁଦିନ ମୁଁ ବସିକି ଭିଡ଼ିଓ ବନାଏ। ତ ଆଜି ବର୍ଷା ଦଉଛି, ତ ସେ ଯେହେତୁ ମୁଁ ଏଇଠି ଘର ଭିତରେ ହିଁ ବସିଛି, ତ ଏଇଠି ବସି ଭିଡ଼ିଓ ବନାଉଛି। ତ ଆମ ଘରେ କାଠ ସରିଯାଇଥିଲା, ଆପଣଙ୍କୁ କହିଥିଲି। ତ ଦେଖିପାରୁଥିବେ ଆଜି ଜଣେ କାଠ ଦେଇକି ଯାଇଛି, ସକାଳୁ ସକାଳୁ କାଠ ଦେଇକି ଯାଇଛି। ତ ଆଉ ଏଇଟା ଆଉ ଜଣେ ଦେଇଛି, ଯିଏ ଆମକୁ ଡେଲି ଦିଏ ସେ ଆସିନି, ତ ଏଇଟା ଆଉ ଜଣେ ଦେଇକି ଯାଇଛି। ତ ଠିକ୍ ଅଛି ଭାଇ। ତ ଆଉ ଯେ କାଲି ଯେ ଭିଡ଼ିଓ ପୋଷ୍ଟ କରିଥିଲି, ଯେ କହିଥିଲି ଯେ ଆପଣଙ୍କୁ ଇନଷ୍ଟାଗ୍ରାମରେ 100ଟା ସେୟାର ନହେଲେ ଭିଡ଼ିଓ ଛାଡ଼ିବିନି, ତ ଏବେ ଯାଇ ବି ହେଇନି। ତ ଦେଖାଯାଉ କେତେ କିଛି ହେଉଛି କି ନାହିଁ। ତ ଠିକ୍ ଅଛି ଭାଇ, ଏଠୁ ଆମେ ଦୋକାନକୁ ଯିବା। ତ ଚାଲ। ଗୋଟେ ଭିଡ଼ିଓରେ ମୁଁ କହିଥିଲି, ତ ଏଇ ଯେ କଦଳୀ ଗଛର ପଛପଟେ ଦେଖୁଛ, କଦଳୀକା ପାଚିଲେ ମୁଁ ସମସ୍ତଙ୍କୁ ଦେବି କହିଥିଲି, ଯେମାନେ କମେଣ୍ଟ କରିବେ। ତ ସମସ୍ତେ ଆସି ପଚାରନ୍ତି କଦଳୀକା ପାଚିଲା ନା ପାଚିଲା ନାହିଁ। ତ ଆଜି ଦେଖିବାକୁ ଚାଲୁନ ପାଚିଛି କି ନାହିଁ। ତ ଦେଖିପାରୁଥିବେ ଏତିକି ବଡ଼ ହେଇଛି, ମାନେ ଏତେ ବଡ଼ ହେଇଛି, ବଡ଼ ଅଛି ଖାନ୍ଦିଟା ବହୁତ ବଡ଼ ଅଛି। ତ ଭାଇ ପାଚିନି, ଆଉ ଟିକେ ଟିକେ ସମୟ ଲାଗିବ, ଆଉ ବେଶୀ ଦିନ ଲାଗିବନି, ଆଉ 10-15 ଦିନ ଖଣ୍ଡେ ଲାଗିବ। ତ ଆମେ ଗଛରେ ହିଁ ପାକାଇ, ତ ସେଇ କାର୍ବାଇଡ଼ ଫାର୍ବାଇଡ଼ ଦେଇକି ପାଚାନି ନା, ତ ସେଟା ଦେଇକି ପାଚାନି ଭାଇ, ନ୍ୟାଚୁରାଲ ପୁରା ପାଚାଏ। ତ ପାଚୁ ଭାଇ, ସମସ୍ତଙ୍କୁ ଦେଇକି ଆସିବେ ଯେମାନେ କମେଣ୍ଟ କରୁଛନ୍ତି। ଠିକ୍ ଅଛି ଭାଇ, ଦୋକାନରୁ ଘରକୁ ପଳେଇ ଆସିଛି ମୁଁ। ଏଇନା ଟାଇମ୍ ପାଖାପାଖି 12ଟା ପାଖାପାଖି ହବ। ତ ଆଜି ମୁଁ ଦୋକାନରେ ଭିଡ଼ିଓ ହିଁ ବନେଇନି, ତ ସିଧା ଘରକୁ ପଳେଇ ଆସିଛି। ଘରେ ତାନେ କାମ ଅଛି ଟିକେ, ଦେଖିପାରୁଥିବେ। ଏ ଦେଖ ଆଳୁଆ ଟିକେ ଛଡ଼େଇତେ ହବ, ଏଠି ଗାଁରେ ରଖତେ ହବ ଛଡ଼େଇକି ନା। ଏଠି ଚା ଟିକେ ଦେଇଛି ମା, ତ ଚା ଟିକେ ପିଇ ଆଳୁଆ ଛଡ଼େଇବ, ଆଳୁଆ ଛଡ଼େଇ ନେଇକିନା ଦୋକାନକୁ ଯାଇତେ ହବ। ତ ଭାଇ ଦୋକାନରେ ଆଳୁ ଫାଳୁ ସିଝିତେ ଜାଗା ଏତେ ନାହିଁ, ଏତେ ବଡ଼ ଦୋକାନ ନାହିଁ ଯେ ଆଳୁ ଫାଳୁ ବସେଇକି କିଛି କରିବ। ତ ଆଳୁ ଫାଳୁ ସିଝା ସୁଝିଟା ଘରେ ହୁଏ। ଏଠି ତାନେ ଏଠୁ ଜିନିଷ ନେଇକି ଘରକୁ ଦୋକାନକୁ ଦିଆ ହୁଏ, ସେଠି ତାମାନେ ଛାଣିକି ବିକ୍ରି କରାହୁଏ। ତ ଭାଇ ଏତିକି ସବୁ କାମ। ଆଉ ଯେ ଭାଇ କାଲି କହିଥିଲି ଭିଡ଼ିଓଟା 100 ଯାଏଁ ସେୟାର ହେବା ମାନେ କରତେ କହିଥିଲି। ତ ଏଇନା ତ ମିନିମମ୍ 40ଟା ପାଖାପାଖି ହେଇଛି, ଆଉ 60ଟା ବାକି ଅଛି। ତ ଦେଖାଯାଉ କେତେ କିଛି ହେଉଛି କି ନାହିଁ। ତ ଭାଇ ଯେମାନେ ବି ତାନେ ସେୟାର କରୁଛୁ ଭାଇ, ତାଙ୍କର ପାଇଁ ଭିଡ଼ିଓଟା ମୁଁ ବନଉଛି ମୁଁ। ଆଉ ମୋତେ ଆଶା ଲାଗୁଛି ଯେ ତାନେ 100ଟା ସେୟାର ହେଇଯିବ ଏଇ ଭିଡ଼ିଓଟା ଅପଲୋଡ଼ କରତେ କରତେ। ତ ଠିକ୍ ଅଛି ଭାଇ, ଦେଖାଯାଉ କେତେ କିଛି ହେଉଛି କେତେ କିଛି ନାହିଁ। ତ ଠିକ୍ ଅଛି ଭାଇ, ସବୁ କାମ ସାରିକି ଆଉ ଥରେ ଆପଣଙ୍କୁ ଦେଖା କରୁଛି। ଠିକ୍ ଅଛି, କାରଣ ଆମେ କାମ ସାରିକି ଗାଧେଇ ସାରିଛି। ଦେଖିପାରୁଥିବେ ଖାଇନି ବି ଖାଇଥିବା ପାଇଁ ବସି ପଡ଼ିଛି। ଦେଖିବା ଆଜି କିସ ହେଇଛି। ତ 2 ଦିନ ତ ଭାତ ଖାଇଥିଲି, ଆଜି ନୂଆ ଆଇଟମ୍ ହେଇଛି। ତ ଦେଖିପାରୁଥିବେ ପଖାଳ, ଆଳୁ ଭଜା ତ ଡେଲି ହୁଏ ଆମର। ଆଜି କାଙ୍କଡ଼ ଭଜା ଅଲଗା ହେଇଛି, ଇଆଡ଼େ ହେଉଛି ସୁଜନା ଶାଗ, ଇଆଡ଼େ କଲରା ଭଜା, ଇଆଡ଼େ ହେଉଛି ବେସନ ବଡ଼ା, ଏଠି ହେଉଛି ଲଙ୍କା, ଲୁଣ, ପିଆଜ। ତ ଲଙ୍କାଟା ମୋର ମାନେ କମ୍ପଲସରି ଥାଏ। ଲଙ୍କା ଟିକେ ନହେଲେ ଭାଇ ଖାଇତେ ମଜା ଲାଗେନି। ତ ଠିକ୍ ଅଛି, ଚାଲ ସାଙ୍ଗେ ସାଙ୍ଗେ ଖାଇ ଦେଇକି ଦୋକାନକୁ ବାହାରିବା, ବହୁତ ଲେଟ୍ ହେଇଛି। ତ ଭାଇ ଦେଖିପାରୁଥିବେ ମୁଁ ଖାଇକି ସାଙ୍ଗେ ସାଙ୍ଗେ ପଳେଇ ଆସିଥିଲି ଘରୁ ଦୋକାନକୁ। ତ ଆସିକିନି ତାହେଲେ କାମରେ ଲାଗି ପଡ଼ିଥିଲି। ତ ଆସିକି ଭିଡ଼ିଓ ବନ୍ଦ ଟାଇମ୍ ପାଇଲି, ତ ଦେଖିପାରୁଥିବେ ଫାଙ୍କା ଅଛି, ସେଥିପାଇଁ ଟିକେ ଫୋନ୍ଟା ବାହାର କରି ଭିଡ଼ିଓ ବନ୍ଦ ଲାଗି ପଡ଼ିଛି। ଦେଖିବି ଆପଣଙ୍କୁ। ଦେଖିପାରୁଥିବେ ସିଙ୍ଗଡ଼ା ଅଛି, ଚପ୍ ଅଛି, ପିଆଜି ଅଛି, ବରା ଅଛି, ଆଉ ଗୋଟେ ଜିଲପି ଅଛି। ତ ଏମିତି ସବୁ ଅଛି। ଆଉ ଏପଟେ ଦେଖିପାରୁଥିବେ ତରକାରୀ ବି ସରିଯାଇଛି। ତ ଏ ତରକାରୀ ନା ଆଉ ଥରେ ବନା ହବ, ଚାଲିଛି ଆଉ। ତ ଆପଣ ଭାବୁଥିବେ ଯେ ସବୁ ଜିନିଷ ଦେଖାଇ ଆପଣଙ୍କୁ ସବୁବେଳେ ଭର୍ତ୍ତି ହେଇକି ଥାଏ। ତ ଭର୍ତ୍ତି ହେଇକି ଥିବାର ମାନେ ଭାଇ, ଏଠି ଆମର ତାମାନେ ସରୁଥାଏ ଆଉ ଛାଙ୍କା ଚାଲୁଥାଏ। ତାମାନେ ଚାଲିଛି ବେଳେ ତାମାନେ ଫାଙ୍କା କରା ହୁଏନି, ତାମାନେ ସରିଲା ମାନେ ଆଉଥରେ ପକା ହୁଏ। ତାମାନେ ଗରମ ଗରମ ଚାଲିଥାଏ ଆଉ। ତ ଏଇନା ଟିକେ ଜଷ୍ଟ ଟିକେ ପଖାଳୁଆ ଟାଇମ୍ଟା ଟିକେ, ସେଇପାଇଁ ଦ୍ୱିପହର ବେଳ ଟାଇମ୍ଟା ଏଇନା ଟିକେ ଲୋକ ଫୋକ କେହି ନା, ଏଇନା ଟିକେ ଫାଙ୍କା ଅଛି। ତ ଆଉ ଅଧା ଘଣ୍ଟା ଘଣ୍ଟେ ପରେ ଆଉଥରେ ଲୋକ ଆଇବା ଷ୍ଟାର୍ଟ ହେଇଯିବ। ତ ଆଉଥରେ ସେମିତି ତାମାନେ ସରୁଥିବ କରାଯାଉଥିବ, ସେମିତି ହଉଥିବ ଆଉ। ତ ଠିକ୍ ଅଛି ଭାଇ, ଏଇନା ପାଇଁ ଏତିକି ଅପଡେଟ୍ ଅଛି। ତ ଦେଖାଯାଉ ଆଜି କେତେବେଳେ ସରୁଛି କିସ ନାହିଁ। ତ ଭାଇ କାଲି ଆଉ ଦୋକାନରେ ଭିଡ଼ିଓ ତ ସମୟ ପାଇନି। ତ କାଲି ବହୁତ ଦୋକାନରେ ଉପରବେଳେ ବହୁତ ଭିଡ଼ିଓ ଥିଲା, ତ ସେଇ ହିସାବରେ ମୁଁ କାଲି ଭିଡ଼ିଓ ବି ବନେଇନି। ଆଉ ଯେତେବେଳେ ଭିଡ଼ିଓ ବନେଇ ଭାବିଲି ମୁଁ, ସେତେବେଳେ ଲାଇନ୍ଟା ଠିକ୍ ଟାଇମ୍ ପଳେଇଗଲା। ତ କିଛି ସମୟ ୱେଟ୍ କରି ଭାଇ ଲାଇନ୍ ଆସିବ, ତାପରେ ଭିଡ଼ିଓଟା ବନେଇବି, ଆପଣଙ୍କୁ ଦେଖେଇବି। ଭାଇ ଯେତେବେଳେ ଲାଇନ୍ ଆସିଲା, ସେତେବେଳେ ଭାଇ ବର୍ଷା ଟିକେ ଟିକେ ଷ୍ଟାର୍ଟ ହେଇଗଲା। ତ ବାବା କହିଲେ ପରେ ଭିଡ଼ିଓ ଫିଡ଼ିଓ ବନେଇବୁ, ଆଗରେ ପାଣିଟା ଦୋକାନ ଭର୍ତ୍ତି କରିଦେ, ତାପରେ ତୁ ଯାଇକି ଭିଡ଼ିଓ ବନା, ଯାହା ପାଉଛୁ କିଛି କହିବିନି। ତ ଭାଇ ସେଇପାଇଁ କାଲି ଆସିକି ସେତିକି ଭିଡ଼ିଓ ଆଉ ଦୋକାନ ବନେଇନି। ଭାଇ ଘରେ ଆସି ଭିଡ଼ିଓ ବନେଇବି। ତ ଭାଇ ଘରେ ଆସିଲା ବେଳକୁ ଏଠି ବର୍ଷା, ଏଠି ବି ଲାଇନ୍ ପଳେଇଲା ଆଉଥରେ। ତ ଭାଇ ଏକାଥରେ ଆଉ ଭିଡ଼ିଓ କାଲି ଆଉ ବନେଇନି, ଏକାଥରେ ସକାଳେ ଆପଣଙ୍କୁ ଏ ଭିଡ଼ିଓ ବନେଇକି ଦଉଛି। ତ ଠିକ୍ ଅଛି ଭାଇ, ଭିଡ଼ିଓଟି ବହୁତ ଲମ୍ବା ହେଲା ଆଜି। ବାଏ ବାଏ।